ବଇସି କି ବୁଦା ପାଳିଛୁ କିରେ ମୋ ବାଡ଼ିରେ ପଶି ଆଜି ସବୁ ବାଇଗଣ କିଆଣି ଉଜାଡ଼ି ଦେଲା ରେ ସବୁ ବାଇଗଣ ଖାଇ ଦେଇଛି। ଚାଲେ ଦେଖିବୁ ମୋ କ୍ଷତି ପୂରଣ ନଦେଲେ ମୁଁ ଆଜି ଗାଁ ଲୋକକୁ ଡାକି ମିଟିଂ ବସେଇବି। ଛାଡ଼ିବି ନାହିଁ, ମୋର ସବୁ ଟଙ୍କା ଦରକାର। ଏ ବୁଦାଟା ସବୁବେଳେ କାମକୁ 10 କାମ ଲଗାଉଛି ରେ ବାପା। ସବୁବେଳେ ଇଆ କିଆରି ତା କିଆରିରେ ପଶି ଫସଲ ଖାଉଛି। ମତେ ଖାଲିଟାରେ ପଇସା ଦେବାକୁ ପଡୁଛି ରେ ବାପା। ଆଜି ଏ ବୁଦାକୁ ବାଡେଇ ବାଡେଇ ମାରିଦେବି, ଜମା ଛାଡ଼ିବି ନାହିଁ। କୁଆଡେ ଗଲା ମୋ ବାଡି? ବେଶୀ ରଙ୍ଗ ଦେଖାଉଛି ରେ। ବାପା ଭାଲୁଆକୁ ବାଡାଉନି, ଭାରି ଜୋରେ ତାକୁ କଷ୍ଟ ହଉଛି। ତୁ ଚୁପ୍ କରେ ବାପା, ନହେଲେ ତତେ ବାଡେଇ ଆଜି ରଙ୍ଗ ଛଡେଇ ଦେବି। ଆଜି ମୋ ମୁଣ୍ଡକୁ ପିତ ଚଢିଛି ରେ, କାହାକୁ ଛାଡ଼ିବିନି। ୟା ତା ଫସଲ ଖାଇବ, ମୁଁ ପଇସା ଦେବି। ପଇସା କଣ ମୋର ପୁତା ହେଇଛି? ହଇରେ ବଇଛି ତୁ ଏତେ ରଙ୍ଗ ଦେଖାନି, ତୁ ପଛରେ ତ ବୁଦାକୁ ବାଡ଼େଇବୁ। ମତେ ମୋ ପଇସା ଆଗ ଦେଇଦିଏ, ମୁଁ ନେଇକି ପଳାଏ। ହୟ ଦାଦି, ତମର କେତେ ଟଙ୍କା ହେଇଛି ମ? ଶୀଘ୍ର ମତେ କୁହ, ମୁଁ ଦେଇ ଦେଇ ସାରିଲା ପରେ ଏ ବୁଦା ବାତ ଆଜି ବୁଝିବି ରେ ବାପା। ହଇରେ ବଇଛି ପଚାରିଛୁ କଣ? ମୋର 3,000 ଟଙ୍କାର ବାଇଗଣ ଖାଇ ଦେଇଛି ତ ବୁଦା। ମତେ 3,000 ଟଙ୍କା ଦିଏ, ମୁଁ ନେଇକି ଯାଏ। ସେଣେ ନହେଲେ ମୋ ବାଡ଼ିରେ ସେଣ୍ଡ ପଶି ସବୁ ଉଜାଡ଼ି ଦବ ରେ। କଣ କହିଲେ ଦାଦି? 3,000 ଟଙ୍କାର ବାଇଗଣ ମୋ ବୁଦା ଖାଇ ଦେଇଛି? ଏ କାହିଁକି ମିଛ କଥା କହୁଛ ମ? ହଉ ନିଅ ରେ ବାପା, ଯା ତ ଯାଉଛି ଯାଉଛି, ଆଜି ତା କଥା ବୁଝିବି। ଆରେ ଡାଙ୍ଗ ମାମୁଁ ପୁରା ରାଗି ଯାଇଛନ୍ତି। ହଁ, ଆରେ ଲାଗୁଛି ଭାଲୁଆକୁ ବୋଧେ ବିକି ଦେବେ ନା କଣ? ନେଉଳ ଭାଇ, ନେଉଳ ଭାଇ, ତୁ କିଛି ଗୋଟେ ଆଇଡିଆ ବାହାର କର, ଯେମିତି ଆମ ଭାଲୁଆ ବିକ୍ରି ହବନି। ହଁ, ଶୀଘ୍ର ଶୀଘ୍ର ଭାବେ, ନହେଲେ ବାପା ଆଜି ଭାଲୁଆକୁ ବିକି ଦେବେ। ଆରେ ଡାଙ୍ଗ ମୋ ମୁଣ୍ଡରେ କିଛି ଆଇଡିଆ ଆସୁନି। ଆରେ କଣ କରିବା କିରେ? ଆରେ ମୋ ମୁଣ୍ଡ ଗୋଟେ ବଢିଆ ଆଇଡିଆ ହେଇଛି। ଆଚ୍ଛା, ଆରେ ନଟିଆ କି ଆଇଡିଆ କିରେ? ଶୀଘ୍ର ଶୀଘ୍ର କହ, ନହେଲେ ଆମ ଭାଲୁଆ ବିକ୍ରି ହେଇଯିବ ରେ। ଶୁଣ ସମସ୍ତେ, ବଂଶୀ କାକା ଭାଲୁଆକୁ ବିକ୍ରି କରିବା ପାଇଁ ବଜାରକୁ ବୁଝିବାକୁ ଯାଇଛନ୍ତି। ଚାଲ ଆମେ ଭାଲୁଆକୁ ପଗାର ଫିଟେଇଦବା। ଭାଲୁଆ କୁଆଡେ ପଳେଇଲେ ବଂଶୀ କାକା ବିକ୍ରି କରିପାରିବେନି। ଆଚ୍ଛା, ଆରେ ହେ ଏତେ ବଢିଆ ଆଇଡିଆ ମିଳିଗଲା। ଆରେ ଚାଲ ରେ ଚାଲ, ଭାଲୁଆକୁ ପଗାର ଫିଟେଇ ଦବା। ହଁ ନେଉଳ ଭାଇ, ଚାଲେ ଚାଲେ, ଶୀଘ୍ର ଭାଲୁଆକୁ ପଗାରେ ଫିଟେଇଦବା। ಅಲ್ಲ ಲತ್ಯ ତ ପିତି ବୋଧେ ପ୍ୟାଲେ କନ୍ଦେଇ ଆଲାନି ଆଲେ ବକ୍ତି କାକା ଦାଉନି କାକାଙ୍କ ଥିଲା କହିଦେବଲେ କାକା ତ ପିତିଲେ ବୋଲା ଗଲିଆ କଲି ଦେବଲେ ଲାତିଲେ କଣ କାହିଁକି ତୁ କଲେ ତ ମୁଣ୍ଡଲେ ତମ ଚୈତାନିଆ ବୁଦ୍ଧି ଆସୁତି। ଆରେ ଗେଣ୍ଡୁ, ତୁ ଗୋଟେ କଥା ଭୁଲି ଯାଉଛୁ। ଏଇ ଭାଲୁଆ ମାଝି କାକାଙ୍କ ବୁଦାକୁ ପୁରା ପାଣି ପିଇ ଦେଇଥିଲା ରେ, ବୋଧେ ଭୁଲି ଗଲୁଣି। ಅಲ್ಲ ಆಲೆ ದಮ್ಮ ಬೋಲನಿ ಆ ತಾನೇ ತೀಗಿ ಕಲಿತು। ହଇରେ ଗେଣ୍ଡୁ, ଏଇ ସାଙ୍ଗେ କହୁଥିଲୁ ବା ଘରେ ମାଡ ଖାଇବି ବୋଲି। ସତ ତୋର କଥାବାର୍ତ୍ତା ଠିକ ନୁହେଁ। ସାଙ୍ଗମାନେ, ଏଇ ଭିଡିଓରେ ଆପଣ ମାନେ କଣ ଶିଖିଲେ? ମଣିଷ ମାନେ ସବୁବେଳେ ପଶୁ ମାନଙ୍କ ପ୍ରତି ଦୟା ମନୋଭାବ ରଖିବା ଉଚିତ। ଯଦି ଭିଡିଓଟି ଭଲ ଲାଗିଛି, ଭିଡିଓଟି ଲାଇକ୍ ସେୟାର ସବସ୍କ୍ରାଇବ କରନ୍ତୁ। ପୁଣି ଦେଖିବା ନେକ୍ସଟ ଭିଡିଓରେ। ଜୟ ଜଗନ୍ନାଥ।